କଥାରେ ଅଛି, ବାପା ଥିଲେ ପୁଅ ସଭାରେ ହାରେନି, ବାପା ଥିଲେ ପୁଅ ଗରିବ ହୁଏନି, ବାପା ଥିଲେ ପୁଅ ଚିନ୍ତାରେ ପଡ଼େନି, ବାପା ଥିଲେ ପୁଅ ସାହସ ଭାଙ୍ଗେନି, ବାପା ଥିଲେ ପୁଅ ଦାୟିତ୍ୱ ନିଏନି, ବାପା ଥିଲେ ପୁଅ କାହାକୁ ପଇସା ମାଗେନି। ସତରେ ବାପା ଶବ୍ଦର କେତେ ଯେ ଗଭୀରତା ଅଛି ତାହାକୁ ବର୍ଣ୍ଣନା କରିହେବ ନାହିଁ। ନିଜ ସନ୍ତାନମାନଙ୍କର ଖୁସି ପାଇଁ ଜଣେ ବାପା ସବୁ ଦୁଃଖ କଷ୍ଟ ଯନ୍ତ୍ରଣାକୁ ଖୁସିରେ ଖୁସିରେ ସହିଯାଆନ୍ତି। ନିଜେ ପଛେ ପୁରୁଣା ଡ୍ରେସ୍ ପିନ୍ଧିଥିବେ କିନ୍ତୁ ନିଜ ପିଲାମାନଙ୍କ ପାଇଁ ନୂଆ ଡ୍ରେସ୍ କିଣିଦେବେ। ତେଣୁ ମୋ ମତରେ ତ୍ୟାଗର ଅନ୍ୟ ନାମ ବୋଧେ ବାପା। କାହିଁକି ନା ସେ ଏତେ ଦୁଃଖ କଷ୍ଟ ସହି ଆମକୁ ଛୋଟରୁ ବଡ଼ କରିଛନ୍ତି, ଆମକୁ ପାଠ ପଢ଼ାଉଛନ୍ତି, ଆମ ଅଳି ଅଝଟ ସବୁ ସହୁଛନ୍ତି, କିନ୍ତୁ ପ୍ରତିବଦଳରେ ସେ କେବେ କିଛି ମାଗି ନାହାନ୍ତି। ଖାଲି ତାଙ୍କର ଗୋଟିଏ ସ୍ୱାର୍ଥ ରହିଛି, ମୋ ସନ୍ତାନ କିପରି ଏ ସମାଜରେ ଜଣେ ଉତ୍ତମ ନାଗରିକ ହୋଇ ଛିଡ଼ା ହେବ। ଏଇଟା ବୋଧେ ତାଙ୍କର ସ୍ୱାର୍ଥ ନୁହେଁ, ଏହା ହେଉଛି ତାଙ୍କର ଆମ ପାଇଁ ଥିବା ପ୍ରେମ। ସେ କେବେ ବି ଭାବି ନାହାନ୍ତି ଯେ ମୋ ପୁଅ କିମ୍ବା ଝିଅ ବଡ଼ ହୋଇ ମୋତେ ପଚାରିବ କି ନାହିଁ, କିନ୍ତୁ ସଦାସର୍ବଦା ଆମର ମଙ୍ଗଳ ପାଇଁ କାମନା କରିଥାନ୍ତି। ଆମେ ମନେ ରଖିବା ଉଚିତ ଯେ ଏ ଦୁନିଆରେ ଆମର କେହି ମଙ୍ଗଳ ଚାହୁଁ କିମ୍ବା ନ ଚାହୁଁ, ଆମ ବାପା ମା ଓ ଗୁରୁ ସଦାସର୍ବଦା ଆମର ମଙ୍ଗଳ କାମନା କରିଥାନ୍ତି। ସେ ସଦାସର୍ବଦା ଚାହିଁଥାନ୍ତି ଆମେ ଜୀବନରେ କିପରି ସଫଳ ହେବା। ତାଙ୍କର ଏ ଗୋଟିଏ ହିଁ ଆଶା ରହିଥାଏ। ଆମେ ଚିନ୍ତା କରିବା ଏବଂ ସବୁବେଳେ ମନେ ରଖିବା ଉଚିତ ଯେ ଆମେ କେବେ ପିତାମାତାଙ୍କୁ ଅବହେଳା କରିବା ନାହିଁ। ତାଙ୍କୁ ସଦାସର୍ବଦା ଆମର ପୂଜ୍ୟ କରି ରଖିବା। ଧନ୍ୟବାଦ।